ପିଲାମାନେ ବର୍ତ୍ତମାନ ତୁମମାନେ ଜାଣିଛ ସୁରଭି ଚାଲିଛି ସେଥିରେ ଯେଉଁ ଆମର କୁଇଜ୍ ପ୍ରତିଯୋଗିତା ହେଉଛି ସେଇ କୁଇଜ୍ ପ୍ରତିଯୋଗିତାରେ ଭୂଗୋଳର ବି ମଧ୍ୟ ପ୍ରଶ୍ନ ଆସିବ ବୋଲି ଲେଖା ହେଇଛି। ତ ମୁଁ ତୁମ ପାଇଁ ବଛା ବଛା 20ଟି ପ୍ରଶ୍ନ ଆଣିଛି ଭୂଗୋଳ ସମ୍ବନ୍ଧୀୟ। ଚାଲ ସେଗୁଡ଼ିକୁ ଗୋଟେ ପରେ ଗୋଟେ କରିକି ଦେଖିବା। ପରୀକ୍ଷାକୁ ଯିବା ପୂର୍ବରୁ ତାକୁ ଟିକେ ଦେଖିଦେଇକି ଯାଇଥିବ। ତ ପ୍ରଥମ ପ୍ରଶ୍ନ ହେଉଛି ଆମର କେତୋଟି ମହାଦେଶ ଅଛି? ମହାଦେଶ ଆମର କେତୋଟି ଅଛି? 7ଟି ଅଛି। ତୁମମାନେ ଜାଣିଥିବ ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଓ ଆଣ୍ଟାର୍କଟିକା। ତ ଆମର ମହାଦେଶ କେତେଟା ଅଛି? 7ଟି। ତାପରେ ପ୍ରଶ୍ନ ହେଉଛି ସବୁଠାରୁ ବଡ଼ ମହାଦେଶର ନାମ କ'ଣ? ସବୁଠାରୁ ବଡ଼ ମହାଦେଶର ନାମ କ'ଣ? ସବୁଠୁ ବଡ଼ ମହାଦେଶ ହେଉଛି ଏସିଆ। ଆମର କେତୋଟି ମହାସାଗର ରହିଛି? ମହାସାଗର କେତୋଟି ରହିଛି? ସମସ୍ତେ ଜାଣିଥିବ 5, 6, 7, 8। ଠିକ୍ ଉତ୍ତରଟି ହେଉଛି 5। ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଉତ୍ତର ମହାସାଗର, ଦକ୍ଷିଣ ମହାସାଗର, ଆଟଲାଣ୍ଟିକ୍ ମହାସାଗର। ଏବେ 4 ନମ୍ବର ପ୍ରଶ୍ନ ଆସିଛି ସବୁଠାରୁ ବଡ଼ ମହାସାଗରର ନାମ କ'ଣ? ତ ସବୁଠୁ ବଡ଼ ମହାସାଗରର ନାମ ହେଉଛି ଅପସନ୍ କ'ଣ ଦେଇଛି? ଭାରତ ମହାସାଗର, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ୍ ମହାସାଗର, ଦକ୍ଷିଣ ମହାସାଗର। ତ ବଡ଼ ମହାସାଗରର ନାମ ହେଉଛି ପ୍ରଶାନ୍ତ ମହାସାଗର। ଆମ ଦେଶ ଭାରତ କେଉଁ ମହାଦେଶରେ ଅବସ୍ଥିତ? ମହାଦେଶ କଥା ପଚାରିଛି, ତେଣୁ ଅପସନ୍ ଦେଖିଦେବା ୟୁରୋପ, ଆଫ୍ରିକା, ଏସିଆ, ଆମେରିକା। ତ ସଠିକ୍ ଉତ୍ତର ହେଉଛି ଏସିଆ ମହାଦେଶ। ଏସିଆ ମହାଦେଶରେ ଆମର ଭାରତ ଦେଶ ଅବସ୍ଥିତ। ଭାରତର ସବୁଠାରୁ ବଡ଼ ନଦୀର ନାମ କ'ଣ? ଭାରତର ସବୁଠୁ ବଡ଼ ନଦୀର ନାମ କ'ଣ? ମହାନଦୀ, ଯମୁନା, ଗଙ୍ଗା, କାବେରୀ। ମହାନଦୀ ହେଉଛି ଓଡ଼ିଶାର ସବୁଠୁ ବଡ଼ ନଦୀ, କିନ୍ତୁ ଭାରତର କହିବାକୁ ଗଲେ ସଠିକ୍ ଉତ୍ତର ହେଉଛି ଗଙ୍ଗା। ନୀଳଗ୍ରହ କହିଲେ କ'ଣ ବୁଝ? ନୀଳଗ୍ରହ ବୁଧ, ଶୁକ୍ର, ପୃଥିବୀ, ବୃହସ୍ପତି। ନୀଳଗ୍ରହ କହିଲେ କାହାକୁ ବୁଝାଯାଏ? ପୃଥିବୀକୁ ବୁଝାଯାଏ, କାରଣ ପୃଥିବୀରେ 3 ଭାଗ ଜଳ, 1 ଭାଗ ସ୍ଥଳ। ପୃଥିବୀର ଆବର୍ତ୍ତନ ଯୋଗୁଁ କ'ଣ ହେଇଥାଏ? ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରେ ଦ୍ୱାରା କ'ଣ ହେଇଥାଏ? ଦିନ ଓ ରାତି ହେଇଥାଏ। ଆଉ ଗୋଟେ ଜିନିଷ ମନେ ରଖିଥିବ, ପରିକ୍ରମଣ। ପୃଥିବୀର 2ଟି ଗତି ଅଛି, ଗୋଟେ ହେଲା ଆବର୍ତ୍ତନ, ଆଉ ଗୋଟେ ହେଲା ଆଠ ନମ୍ବର ପ୍ରଶ୍ନ ହେଉଛି ପୃଥିବୀର ଆବର୍ତ୍ତନ ଯୋଗୁଁ କ'ଣ ହେଇଥାଏ? ପୃଥିବୀ ନିଜ ଅକ୍ଷ ଚାରିପଟେ ଘୁରିବାକୁ ତାକୁ ଆବର୍ତ୍ତନ କୁହାଯାଏ। ତ ଆବର୍ତ୍ତନ ଯୋଗୁଁ ଦିନ ଓ ରାତି ହେଇଥାଏ। ନେକ୍ସଟ ଆଉ ଗୋଟେ ହେଉଛି ପରିକ୍ରମଣ। ପୃଥିବୀର ଆଉ ଗୋଟେ ଗତି ହେଉଛି ପରିକ୍ରମଣ ଗତି। ତ ଏଇ ପରିକ୍ରମଣ ଗତିରେ କ'ଣ ହେଇଥାଏ? ଋତୁ ପରିବର୍ତ୍ତନ। ପରିକ୍ରମଣ ଗତିରେ କ'ଣ ହେଇଥାଏ? ସୂର୍ଯ୍ୟ ଚାରିପଟେ ପୃଥିବୀ ଘୁରିଥାଏ, ତେଣୁ ସେ ସମୟରେ କ'ଣ ହେଇଥାଏ? ଋତୁ ପରିବର୍ତ୍ତନ। କିନ୍ତୁ ଆମର ଉତ୍ତର ହେଉଛି ଆବର୍ତ୍ତନ ପାଇଁ ଦେଇଛି। ଆବର୍ତ୍ତନର ଉତ୍ତର ପଚାରିଲେ ଦିନ ଓ ରାତି କରିବ, ପରିକ୍ରମଣ କହିଲେ ଋତୁ ପରିବର୍ତ୍ତନ। ଏବେ ଦେଖିବା ଆମ ପୃଥିବୀକୁ ଚାରିପଟେ କିଏ ଘେରି ରହିଛି? ବାୟୁମଣ୍ଡଳ, ବାୟୁମଣ୍ଡଳ, ଅଶ୍ମମଣ୍ଡଳ। ତ ସଠିକ୍ ଉତ୍ତର ହେଉଛି ବାୟୁମଣ୍ଡଳ। ପୃଥିବୀର କେଉଁ ଶକ୍ତି ଯୋଗୁଁ ପୃଥିବୀ ପାଖରେ ଥିବା ସମସ୍ତ ବସ୍ତୁ ପୃଥିବୀ ଆଡ଼କୁ ଆକର୍ଷିତ ହୋଇଥାନ୍ତି? ମହାକର୍ଷଣ ବଳ, ମାଧ୍ୟାକର୍ଷଣ ବଳ, କେଉଁଟି ବି ନୁହେଁ। ପୃଥିବୀର ନିଜର ଗୋଟେ ବଳ ରହିଛି, ତାକୁ କୁହାଯାଏ ମାଧ୍ୟାକର୍ଷଣ ବଳ। ଗ୍ରହମାନଙ୍କ ମଧ୍ୟରେ ଥିବା ବଳକୁ, ଏଇଟା ବଳ ହେବ, ଗ୍ରହମାନଙ୍କ ମଧ୍ୟରେ ଥିବା ବଳକୁ କି ବଳ କୁହାଯାଏ? ମହାକର୍ଷଣ ବଳ। ଭାରତ ମହାସାଗର ଭାରତର କେଉଁ ଦିଗରେ ଅବସ୍ଥିତ? ଭାରତ ମହାସାଗର ଭାରତର କେଉଁ ଦିଗରେ ଅବସ୍ଥିତ? ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। ସଠିକ୍ ଉତ୍ତର ହେଉଛି ଦକ୍ଷିଣ ଦିଗରେ। ହିମାଳୟ ପର୍ବତ ଭାରତର କେଉଁ ଦିଗରେ ଅବସ୍ଥିତ? ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। ସଠିକ୍ ଉତ୍ତର ହେଉଛି ଉତ୍ତର ଦିଗ। କେଉଁଟି ଓଡ଼ିଶାର ପଡ଼ୋଶୀ ରାଜ୍ୟ ନୁହେଁ? ଛତିଶଗଡ଼, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ। ଏହି 3ଟି ଲାଗିଛି। ଉତ୍ତରପ୍ରଦେଶ ହେଲା ସଠିକ୍ ଉତ୍ତର, ଇଏ ଓଡ଼ିଶାକୁ ଲାଗିକି ରହିନାହିଁ। ସୂର୍ଯ୍ୟଙ୍କ କିରଣ ପୃଥିବୀ ପୃଷ୍ଠରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ? ସୂର୍ଯ୍ୟଙ୍କ କିରଣ ପୃଥିବୀରେ ପହଞ୍ଚିବା ପାଇଁ କେତେ ସମୟ ଲାଗେ? 8 ମିନିଟ୍। ଉତ୍ତର ମେରୁରୁ ଦକ୍ଷିଣ ମେରୁକୁ ଟଣାଯାଇଥିବା କାଳ୍ପନିକ ରେଖାମାନଙ୍କୁ କ'ଣ କୁହାଯାଏ? ଅକ୍ଷାଂଶ, ଦ୍ରାଘିମା, ବିଷୁବରେଖା, କେଉଁଟି ବି ନୁହେଁ। ସଠିକ୍ ଉତ୍ତର ହେଉଛି ଦ୍ରାଘିମା।
ପୃଥିବୀ କେଉଁ ଦିଗରୁ କେଉଁ ଦିଗକୁ ଘୁରିଥାଏ ବା ଘୂର୍ଣ୍ଣୟମାନ ହୋଇଥାଏ ବା ଗତି କରିଥାଏ? ପୃଥିବୀ କେଉଁ ଦିଗରୁ କେଉଁ ଦିଗକୁ? ପୂର୍ବରୁ ପଶ୍ଚିମ, ପଶ୍ଚିମରୁ ପୂର୍ବ, ଉତ୍ତରରୁ ଦକ୍ଷିଣ, ଦକ୍ଷିଣରୁ ଉତ୍ତର। ସଠିକ୍ ଉତ୍ତର ହେଉଛି ପଶ୍ଚିମରୁ ପୂର୍ବ। ସକାଳେ ପୂର୍ବ ଆକାଶରେ ଦେଖାଯାଉଥିବା ଉଜ୍ଜଳ ତାରକା କେଉଁ ଗ୍ରହ ଅଟେ? କେଉଁ ଗ୍ରହ ଅଟେ? ଶୁକ୍ର ଗ୍ରହ। କାହାକୁ ଲୋହିତ ଗ୍ରହ କୁହାଯାଏ? ବୁଧ, ଶୁକ୍ର, ଶନି, ମଙ୍ଗଳ। ସଠିକ୍ ଉତ୍ତର ହେଉଛି ମଙ୍ଗଳ। ଧ୍ରୁବ ତାରା କେଉଁ ଆକାଶରେ ଦେଖାଯାଏ? ଧ୍ରୁବ ତାରା ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ। ସଠିକ୍ ଉତ୍ତର ହେଉଛି ଉତ୍ତର ଆକାଶ। ପିଲାମାନେ, ଏହା ଥିଲା ତୁମର 20ଟି ବଛା ବଛା ଭୂଗୋଳ ସମ୍ବନ୍ଧୀୟ ପ୍ରଶ୍ନ ଉତ୍ତର। ସୁରଭିକୁ ଯିବା ଆଗରୁ ନିହାତି ଟିକେ ଦେଖିଦେଇ ଯିବ। ହୁଏତ ତୁମର ସୁରଭି ପ୍ରଶ୍ନରେ ମଧ୍ୟ ଆସିଥାଇପାରେ। ତେଣୁ ବର୍ତ୍ତମାନ ପାଇଁ ଆମେ ଭିଡ଼ିଓକୁ ଏଠାରେ ସମାପ୍ତ କରୁଛୁ। ଧନ୍ୟବାଦ।